ପ୍ରବନ୍ଧ ଆମ୍ଭର ଥିଲା ଓ କାରଣ ଥାଇପାରେ। ପ୍ରାବନ୍ଧିକ ପଣ୍ଡିତ ନୀଳକଣ୍ଠ ଦାସ। ଆମ୍ଭ ଗ୍ରାମ ପୁରୀ ଜିଲ୍ଲାର ଗୋଟିଏ ସୁବୃହତ୍ ବ୍ରାହ୍ମଣ ଶାସନ। ସେଠାରେ ଶିକ୍ଷିତ ଲୋକଙ୍କର ମଧ୍ୟ ନିତାନ୍ତ ଅଭାବ ନାହିଁ। କାବ୍ୟ ତୀର୍ଥାର୍ଥୀ ସଂସ୍କୃତ ପଣ୍ଡିତଙ୍କଠାରୁ ଆରମ୍ଭ କରି ଭର୍ଣ୍ଣାକୁଲାର ମାଇନର ଟ୍ରେନିଂ, ଅଣ୍ଡର ଗ୍ରାଜୁଏଟ୍ ଏବଂ ଗ୍ରାଜୁଏଟ୍ ପର୍ଯ୍ୟନ୍ତ ସମସ୍ତଙ୍କ ସଂଖ୍ୟା ମୋଟାମୋଟି ଧରିବାକୁ ଗଲେ ଗ୍ରାମର ପୁରୁଷ ସଂଖ୍ୟାର ପ୍ରାୟ 1/4 ସଂଖ୍ୟା ହେବ। ଏମାନେ ହେଲେ ସାକ୍ଷାତ ଭାବରେ ଶିକ୍ଷିତ। ଏମାନଙ୍କ ଛଡ଼ା ପ୍ରାୟ ଗ୍ରାମର ସମସ୍ତ ଯୁବକ ଓ ଅନେକ ବୟସ୍କ ଲୋକ ସର୍ଗ୍ରସ ଗୁଣରୁ ଶିକ୍ଷିତ ପ୍ରକୃତିକ। ଏହା ବ୍ୟତୀତ ଗ୍ରାମଟି ଗୋଟିଏ ବଡ଼ ରାଜପ୍ରତିଷ୍ଠିତ ବ୍ରାହ୍ମଣ ଶାସନ ଥିବାରୁ ଏ ଗ୍ରାମରେ ବ୍ରାହ୍ମଣମାନଙ୍କର ନିକଟସ୍ଥ ଶୂଦ୍ରାଦି ଜାତିମାନଙ୍କ ଉପରେ ଆଧିପତ୍ୟ ଓ ପ୍ରଭୃତା ଖୁବ୍ ଅଛି। ଗ୍ରାମରେ ନାନା ବିଧି ରାଜବିଧି ଅନୁଷ୍ଠାନ ଓ ସର୍ବୋପରି ଏ ଗ୍ରାମର ଲୋକମାନଙ୍କର ଜାତ୍ୟଭିମାନର ମାତ୍ରା ଅନେକ ଅନ୍ୟାନ୍ୟ ଶାସନବାସିକମାନଙ୍କଠାରୁ ବେଶୀ ହୋଇ ନପାରେ, କିନ୍ତୁ କୌଣସି ପ୍ରକାରେ କମ୍ ନୁହେଁ। ଏମାନଙ୍କର ସାଧାରଣତଃ ବିଶ୍ୱାସ ପୃଥିବୀର ଶାସନୀ ବ୍ରାହ୍ମଣମାନେ ହିଁ ସର୍ବୋତ୍ତମ ପ୍ରାଣୀ ଓ ଏକମାତ୍ର ବିଭୁକୃପା ଓ ସ୍ୱର୍ଗରାଜ୍ୟର ଅଧିକାରୀ। ଏମାନଙ୍କ ମତରେ ଆଚାର ବ୍ୟବହାର ଧର୍ମଜ୍ଞାନ ଓ ଆଚରଣ ନୀତି ବିଜ୍ଞାନ ଓ ତାହାର ଅନୁବର୍ତ୍ତନ ପ୍ରଭୃତି ବିଷୟରେ ଶାସନୀ ବ୍ରାହ୍ମଣମାନଙ୍କୁ ଛାଡ଼ିଦେଲେ ପୃଥିବୀରେ ଅନ୍ୟ ସମସ୍ତେ ବର୍ବର ବିନିନ୍ଦିତ ସ୍ଥାନର ଅଧିକାରୀ। ମୁଁ ଏ ଗ୍ରାମରେ ଜନ୍ମଗ୍ରହଣ କରି ଏହିସବୁ ଧାରଣାରେ ବଢ଼ିଥିଲି। ମୋର ମଧ୍ୟ ଏ ସତ୍ତା ବଦ୍ଧମୂଳ ଥିଲା। ମୁଁ ମଧ୍ୟ ନାକ ଛୁଇଁବା କାନ ଛୁଇଁବା ଏବଂ ସେଥିରେ ପୁଣି ଆପଣାକୁ ପୂର୍ଣ୍ଣ ଶ୍ଲୋକ ଭାବି ଧର୍ମଧ୍ୱଜୀ ହେବା, ଅନ୍ୟମାନଙ୍କୁ ବର୍ବର ବୋଲି ଘୃଣା କରିବା, ସେମାନଙ୍କ ଶରୀରର ଛାୟା ପର୍ଯ୍ୟନ୍ତ ପ୍ରାଣେ ପ୍ରାଣେ ପରିହାର କରି ବିଭୁପାଦର କାମନା କରିବା, ଅପବିତ୍ର ହେବା ଉଭୟେ କି ଭୟରେ କି ଦିନ କି ରାତି ସର୍ବଦା ଚିଙ୍କର ପର୍ଯ୍ୟନ୍ତ ଡେଇଁ ଡେଇଁ ଚାଲିବା ପ୍ରଭୃତି ତଥାକଥିତ ଶୁଦ୍ଧ ଆଚାର ବ୍ୟବହାରରେ କେଶ ପର୍ଯ୍ୟନ୍ତ ନିମଗ୍ନ ଥିଲି। ମୁଁ ଆମ୍ଭରି ଗ୍ରାମରେ କାହାରିକୁ ମିଥ୍ୟା ସାକ୍ଷ୍ୟ ବ୍ୟବସାୟରେ କୁଟୁମ୍ବ ପ୍ରତିପୋଷଣ କରିବାର ଦେଖିଅଛି। କାହାରିକୁ ଚୌଚାର୍ଦି ବ୍ୟବସାୟରେ ରାଜଦଣ୍ଡ ଭୋଗ କରିବାର ଦେଖିଅଛି। ପ୍ରାୟ ସମସ୍ତଙ୍କୁ ଭାଙ୍ଗ ଅଫିମାଦି ମାଦକ ସେବନରେ ଦିବେଶ ବିଶେଷରେ ଉନ୍ନତ ହେବାର ଦେଖିଅଛି। ଦେବୀ ପୂଜା ନାମରେ ମଧୁପାନ ପର୍ଯ୍ୟନ୍ତ କରିବାର ଜାଣିଅଛି। ପୁଣି ଶୂଦ୍ରାଦି ରାଜକର୍ମଚାରୀଙ୍କଠାରୁ କାହାରିକୁ ପାଦୁକା ପ୍ରହାର ଖାଇବାର ଦେଖିଅଛି। ସେମାନେ ଯେଉଁମାନଙ୍କୁ ନୀଚାତି ନୀଚ ମନେ କରନ୍ତି, ଅର୍ଥ ଲିପ୍ସାରେ ସେମାନଙ୍କ ଦ୍ୱାରରେ ଘୋର ଲାଞ୍ଛିତ ହେବାର ଦେଖିଅଛି। ସେମାନଙ୍କ ଦ୍ୱାରରେ ଅତି ହୀନ ଭାବରେ ଭୃତତା ଆଚରଣ କରିବାର ଦେଖିଅଛି। କିନ୍ତୁ ଏସବୁ ମୋ ଦୃଷ୍ଟିରେ ପଡ଼େ ନାହିଁ, ପଡ଼ିବାର ମଧ୍ୟ ଉପାୟ ନଥିଲା। ଆପଣମାନେ କହିବେ ଏସବୁ ଦେଖୁଥିଲି ଜାଣୁଥିଲି, କିନ୍ତୁ ଏସବୁ ମୋ ଦୃଷ୍ଟିରେ ପଡ଼ୁନଥିଲା, ଜ୍ଞାନରାଜ୍ୟକୁ ଆସୁନଥିଲା। ଏ କିପରି ବିରୋଧାଭାସ! କିନ୍ତୁ ବିରୋଧାଭାସ ହେଲେ ଏହା ସତ୍ୟ। ଆପଣମାନେ ଦେଖିଥିବେ ପ୍ରତିଦିନରେ ପ୍ରତିକ୍ଷଣରେ କେତେ ବିଷୟ ଆପଣମାନଙ୍କ ଦୃଷ୍ଟିରେ ପଡ଼ୁନାହିଁ, କିନ୍ତୁ କେତୁଟା କଥା ଆପଣମାନଙ୍କ ମନେ ରହେ ବା ପ୍ରକୃତ ରୂପେ ଜ୍ଞାନରାଜ୍ୟକୁ ଆସେ। ରେଳରେ କଲିକତା ଗଲାବେଳେ ବାଟରେ କେତେ ଗ୍ରାମ ବୃକ୍ଷ ବିଲ ଲତା ତାର ଖମ୍ବ ପ୍ରଭୃତି ଆମ୍ଭମାନଙ୍କ ଦୃଷ୍ଟିରେ ନ ପଡ଼େ, କିନ୍ତୁ ପ୍ରକୃତରେ କେତେଟା ଆମ୍ଭମାନଙ୍କ ଜ୍ଞାନରାଜ୍ୟରେ ପ୍ରବେଶ କରେ। କାହିଁକି ସବୁ ପ୍ରବେଶ ନ କରେ? ସବୁ ଜାଣିବାକୁ ପ୍ରବୃତ୍ତି ନ ଥିବାରୁ ତେବେ ମୋର ଗ୍ରାମ୍ୟ ଲୋକଙ୍କ କଥା ଜାଣିବାକୁ କି ସକାଶେ ପ୍ରବୃତ୍ତି ନଥିଲା। ତାହାର ପ୍ରଧାନ ହେତୁ ଏହି ଯେ ମୁଁ ଶିଖିଥିଲି ବ୍ରାହ୍ମଣର ନିର୍ଦ୍ଦିଷ୍ଟ ଆଖିର ପାଳନ ନିକଟରେ କୌଣସି ଅପଚାରର ସ୍ଥାନ ନାହିଁ। ପୁଣି ସେହି ଆଚାରାଦି ମଧ୍ୟରେ ଏତେଗୁଡ଼ିଏ ବନ୍ଧାଗତ ଥିଲା, ତାହାର ସଂଖ୍ୟା ବଡ଼ ବେଶୀ ନୁହେଁ। ତଥାପି ସେ କେତୋଟି ସ୍ୱର୍ଗ ରାଜ୍ୟକୁ ସହଜତମ ସୋପାନ ବୋଲି ସମସ୍ତଙ୍କ ଧାରଣା। ଯେ ପ୍ରତିଦିନ ସ୍ନାନ ପରେ ପଇତାରେ ହାତ ଗୁଡ଼ାଇ ମୁହୂର୍ତ୍ତେ ତୁଠରେ ବସେ, ଲଘୁ ସଂଖ୍ୟା ବେଳେ କଛା ଫିଟାଇ କାନରେ ପଇତା ଦେଇ ହାତରେ ଟୋପାଏ ପାଣି ଧରିଲା ପରି ହାତ କରି ବସେ ଏବଂ ଖାଇଲା ବେଳେ ଯୋଡ଼ିଏ ଭାତ ଗୋଟି ଗୋଟି କରି ତଳକୁ ପକାଇ ଦେଇ ଭୋଜନର ମୁଖ ଓ ଅନ୍ନପାତ୍ର ମଧ୍ୟରେ ଶୀଘ୍ର ଶୀଘ୍ର 2-4 ଥର ହସ୍ତକୁ ନେବା ଆଣିବା କରେ, ତାର କୌଣସି କାର୍ଯ୍ୟରେ ପାପ ରହିବା ଏକାବେଳେ ଅସମ୍ଭବ। ସେ ଈଶ୍ୱରଙ୍କ ମୁଖରୁ ଜାତ ହୋଇଥିବା ଏକାବେଳକେ ସତ୍ୟ। ମୁଁ ଏହିସବୁ ଧାରଣା ଦୃଢ଼ ରୂପେ ମନରେ ଧରିଥିଲି ଏବଂ ତଦ୍ରୂପ କାର୍ଯ୍ୟ ମଧ୍ୟ କରିଆସୁଥିଲି।
ଏ ମଧ୍ୟରେ ଦୁଃଖର ବିଷୟ ଯେ ମୁଁ ପାଠ ପଢ଼ିବାକୁ ଆରମ୍ଭ କରିଥିଲି ସେ ଅବଶ୍ୟ ମୋ ପିତାମାତାଙ୍କ ଦୋଷରୁ, ମୋର ନିଜର ସେଥିରେ ହାତ ନଥିଲା। ପାଠ ପଢ଼ିବାର ପ୍ରାୟଶଃ ଦୁଇଟି ପ୍ରକାର। ଗୋଟିଏ ବହିକୁ ଚାହିଁ ତହିଁରେ ଲେଖାଥିବା କଥା ଉତ୍ତମ ରୂପେ ମନେ ରଖି ପରୀକ୍ଷା ଦେବା ପ୍ରସ୍ତୁତ ହେବା, ଆଉ ଗୋଟିଏ କେବଳ ପରୀକ୍ଷା ପ୍ରତି ଦୃଷ୍ଟି ନ ରଖି ବିଷୟଗୁଡ଼ିକୁ ସମାଲୋଚନା ଦୃଷ୍ଟିରେ ହୃଦୟଙ୍ଗମ କରି ଜୀବନରେ ସେସବୁ ଅନୁଭବ କରିବା। କେଉଁ କାରଣରୁ ମୁଁ ଜାଣେ ନାହିଁ ମୋର ଦ୍ୱିତୀୟ ପ୍ରଣାଳୀରେ ପଢ଼ିବାର ଅତି ଅଙ୍କୁରିତ ହୋଇଥିଲା। ମୁଁ କ୍ରମେ ଶିଖିବାକୁ ଆରମ୍ଭ କଲି ଯେ କୌଣସି ବିଷୟ ଆଲୋଚନା ନ କରି ହଠାତ୍ ଗ୍ରହଣ କରିବା ଉଚିତ ନୁହେଁ। କେତେ ବିଷୟ ଏପରି ଆଲୋଚନା କରିବାକୁ ଯାଇଥିଲି, କୌଣସି କାରଣ ନ ପାଇ ସେସବୁ ପ୍ରତ୍ୟାଖ୍ୟାନ କରିବାକୁ ମନ ବଳିଥିଲା। କିନ୍ତୁ ବୟସ୍କ ଲୋକମାନଙ୍କଠାରୁ ଯେତେବେଳେ ଶୁଣିଲି ଏସବୁର ହେତୁ ସାଧାରଣ ଲୋକବୁଦ୍ଧିର ଅଗମ୍ୟ ଭାବରେ ଥାଇପାରେ, ମନୁଷ୍ୟର କ୍ଷୁଦ୍ର ବୁଦ୍ଧି ସବୁ କଥାର କାରଣ ପାଇବ କିପରି, ଏସବୁ ରୀତିର ଯୁକ୍ତିର ମାୟା ଛାଡ଼ିବା ମୋ ପକ୍ଷରେ ଅସମ୍ଭବ ଥିଲା। ଏଣୁ ମୁଁ କିଛି ସ୍ଥିର କରି ନ ପାରି ରୀତିର ଅନୁବର୍ତ୍ତନ କଲି। ସମାଜର ଅନ୍ୟମାନଙ୍କ ପରି ମୋର ମଧ୍ୟ ବିଶ୍ୱାସ ଥିଲା ପ୍ରତ୍ୟେକ ରୀତି ଓ ବିଧି ସ୍ୱୟଂ ଈଶ୍ୱର କିମ୍ବା ଈଶ୍ୱରୋପମ ବ୍ୟକ୍ତିଙ୍କ ଦ୍ୱାରା ଆଦିଷ୍ଟ। ତାହା ନ ହେଲେ ଏତେ କାଳ ଲୋକେ କରନ୍ତି କିପରି? ସେହିପରି ବିଶାଳତମ ପୁରୁଷର ଆଦେଶ ନ ହେଲେ ଲୋକେ ମାନିଥାନ୍ତେ ବା କାହିଁକି? ଆମ୍ଭ କଥା ତ କେହି ମାନୁନାହାନ୍ତି। ସମସ୍ତେ ସମାଜର ଲୋକେ ଯାହାଙ୍କ କଥା ମାନିଅଛନ୍ତି ତାଙ୍କର ମନୁଷ୍ୟତା ଅବଶ୍ୟ ଆମ୍ଭଠାରୁ ସ୍ୱତନ୍ତ୍ର ଥିବ। ଏହିପରି ଅବସ୍ଥାରେ କିଛି ଦିନ ଥାଏ, ହଠାତ୍ ଆମ୍ଭ ଗ୍ରାମର ଜଣେ ଶିକ୍ଷିତ ଯୁବକ ମୋତେ ଦିନେ ତାଙ୍କର ଗୋଟିଏ ଭୋଜି ପାଇଁ ନିମନ୍ତ୍ରଣ କଲେ। ମୁଁ କାରଣ ବୁଝି ଜାଣିଲି ଏହା ଗୋଟିଏ ବିଶିଷ୍ଟ ଧର୍ମାନୁଷ୍ଠାନ ଉପଲକ୍ଷେ ଭୋଜି। ମୁଁ ସେ ଧର୍ମାନୁଷ୍ଠାନଟି ତ୍ରିନାଥ ମେଳାର ଉଦ୍ଯାପନ ମୁଁ ଜାଣିଥିଲି। ତ୍ରିନାଥ ମେଳା ବସ୍ତୁଟି ବଡ଼ ଆଧୁନିକ ଏବଂ ଗୋଟିଏ ନୀଚ ପ୍ରକୃତିର ଲୋକର ସ୍ୱାର୍ଥ ବିକୃତ ମସ୍ତିଷ୍କର ଫଳ। ମୁଁ ଜାଣେ, ଆଜକୁ ପ୍ରାୟ 10-15 ବର୍ଷ ତଳେ ଜଣେ ଚିଲମା ପ୍ରଚାର ପାଇଁ ତ୍ରିନାଥ ମେଳା ଲେଖିଅଛି। ମୁଁ ସେହି ବହି ଦେଖିଥିଲି, ସର୍ବଦା ଘୃଣାଚକ୍ଷୁରେ ଦେଖୁଥିଲି। ଜାଣିଥିଲି ଏ ବହିର ବ୍ୟବସ୍ଥା ଗୋଟିଏ ସାମାନ୍ୟ ଲୋକ ଦ୍ୱାରା ଉପବିଷ୍ଟ, ଈଶ୍ୱର ପ୍ରତିମ ଲୋକ ଦ୍ୱାରା ନୁହେଁ। ଏହାକୁ କେହି ଗ୍ରହଣ କରିବେ ନାହିଁ। କିନ୍ତୁ ଏହି ନିମନ୍ତ୍ରଣ ସୂତ୍ରରେ ତ୍ରିନାଥ ମେଳା କଥାଟା ଶୁଣି ମୋତେ କିପରି ଲାଗିଲା? ମୁଁ ସେତେବେଳେ କିଛି କହିଲି ନାହିଁ। ନିମନ୍ତ୍ରଣ ରକ୍ଷା କରିବାକୁ ଗଲି। ସେଠାରେ ଦେଖିଲି ବିବିଧ ଦିବ୍ୟ ନିଶଙ୍କୁଡ଼ି ସାମଗ୍ରୀର ଆୟୋଜନ ହୋଇଅଛି। ପ୍ରାୟ 50 ଜଣ ଲୋକଙ୍କର ନିମନ୍ତ୍ରଣ ହୋଇଅଛି। ସମସ୍ତ ମୂଳରେ କିନ୍ତୁ ସେହି ପବିତ୍ର ଚିଲମ। ତ୍ରିନାଥ ମେଳା ବହି ଦେଖିଥିଲି। ସେଥିରେ ଲେଖକ ପଇସାଟିକର ମାତ୍ର ଚିଲମ ବ୍ୟବସ୍ଥା ଦେଇଅଛନ୍ତି। ସାମଗ୍ରୀର ନାମଗନ୍ଧ ନାହିଁ। ଆଜି ଯେ ଏ ସାମଗ୍ରୀ ମଧ୍ୟରେ ଚିଲମ ନ ଦେଖିଲି ତାହା ନୁହେଁ, ପଇସାକର ପରିବର୍ତ୍ତେ ପ୍ରାୟ 4 ଭରି ଗଞ୍ଜେଇ ପୋଡ଼ା ଲାଗିଅଛି। ଭକ୍ତମାନେ ନିୟନ୍ତ୍ରିତ ବ୍ୟକ୍ତିମାନଙ୍କୁ ସେହି ଧୂମ ସେବନ କରିବାକୁ ଅନୁରୋଧ କରୁଛନ୍ତି। ଦେଖିଲି କେହି କେହି ମଧ୍ୟ ଭକ୍ତିରସରେ ଆପ୍ଲୁତ ହୋଇ ଧର୍ମ ଭୟରେ ଅନୁରୋଧ କରୁଅଛନ୍ତି। ଅନେକ ଲୋକଙ୍କୁ ସେଠାରେ ଜୀବନରେ ପ୍ରଥମେ ଚିଲମ ରସ ଆସ୍ୱାଦନ କରିବାକୁ ଦେଖିଲି। ପୁଣି ଦେଖି ବିସ୍ମିତ ହେଲି ଯେଉଁମାନେ ଚିଲମ ଘୃଣ୍ୟ ବୋଲି ସ୍ପର୍ଶ କରୁନାହାନ୍ତି ସେମାନଙ୍କର ପ୍ରସାବ ପ୍ରତି ଏପରି ଅବହେଳା ସମାଲୋଚନା ବିଷୟ ହେଉଅଛି। ଏସବୁ ଦେଖୁ ଦେଖୁ ମୋର ମନ କିପରି ହଠାତ୍ ବିକୃତ ହୋଇଗଲା। ମୁଁ ପଚାରିଲି, ଏ ତ୍ରିନାଥ ମେଳା ଘେନି ଏତେ ଆଡ଼ମ୍ବର କାହିଁକି? ପ୍ରାୟ 10-12 ବର୍ଷ ପୂର୍ବେ ତ ତ୍ରିନାଥ ମେଳା କେହି ଦେଖିନଥିଲା। ଏହା ଶୁଣି ବୟସ୍କମାନେ ମୋ କଥାକୁ ଅନୁମୋଦନ କଲେ। କିନ୍ତୁ ମୁଁ ଯେପରି କହିଲି ଏହା ଗୋଟିଏ ଚିଲମାର କାଳ୍ପନିକ ପୁରାଣ ଇତ୍ୟାଦି, ସଙ୍ଗେ ସଙ୍ଗେ ଉତ୍ତର ମିଳିଲା, ଅବଶ୍ୟ କୌଣସି ଶାସ୍ତ୍ରୀ ନଥିଲେ ଏପରି କିଏ ଲେଖିଦିଅନ୍ତା? ଲେଖିଦେଲେ ବି ଲୋକେ କ'ଣ ଅନ୍ଧ ଯେ ସେହି ଲେଖା ଅନୁସାରେ କାର୍ଯ୍ୟ କରନ୍ତେ? ଅବଶ୍ୟ ଏ କଥା କୌଣସି ଶାସ୍ତ୍ରରେ ଥିବ, ନ ହେଲେ କେଉଁ ଆସନ୍ତା? ଧର୍ମ କଥାକୁ ଏପରି ସମାଲୋଚନା କରିବା ଇଂରାଜୀ ପଢ଼ୁଆଙ୍କର ଗୋଟିଏ ରୀତି ହୋଇଗଲାଣି ଇତ୍ୟାଦି। ମୁଁ କହିଲି, ଚିଲମ ଟାଣିବା କଥା ଧର୍ମ କଥା କେମିତି ହେଲା? ଏକଥା ଶୁଣୁ ଶୁଣୁ ମୋ ଉପରେ ଗୋଟିଏ ନିର୍ଘାତ ପର୍ବ ହୋଇଗଲା। ଶାସ୍ତ୍ର ପୁରାଣ ସ୍ୱରୂପ କେହି କେହି କହିଲେ, ମହାଦେବ ତ ପରମ ଯୋଗୀ। ଯୋଗୀମାନଙ୍କର ଚିଲମ ଖାଇବା କ'ଣ ପାପ? ମହାଦେବ ଚିଲମ ଖାଇବା କଥା କେଉଁ ଶାସ୍ତ୍ରରେ ବା ନାହିଁ? ମୁଁ ଏସବୁ କଥା ଶୁଣି ସମସ୍ତ ଧର୍ମାନୁଷ୍ଠାନ ଓ ଶାସ୍ତ୍ର ଉପଦେଶର ପ୍ରକୃତ ତଥ୍ୟ ବୁଝିପାରିଲି। ଏବେ ଜାଣିଲି ସବୁ ଶାସ୍ତ୍ର ଉପଦେଶ ଓ ଅନୁଷ୍ଠାନ ମନୁଷ୍ୟର କାର୍ଯ୍ୟ ଏବଂ ମନୁଷ୍ୟର ସମାଲୋଚ୍ୟ। ଅନୁଷ୍ଠାନମାନଙ୍କ ମଧ୍ୟରେ ସାମାଜିକ କୁସଂସ୍କାର ସ୍ଥାନ ମୁଁ ବର୍ତ୍ତମାନ ବୁଝିପାରିଲି। ଆମ୍ଭର ଶାସ୍ତ୍ରରେ ସବୁ ଅଛି, ଶାସ୍ତ୍ରରେ ନଥିବା କଥା ଲୋକରେ ଚଳିବ ଅସମ୍ଭବ। ଓ ଯାହାର କାରଣ ଆମେ ଜାଣିପାରୁନାହୁଁ ତାହାର କାରଣ ଥାଇପାରେ। ଏସବୁର ମର୍ମ ବୁଝିବାକୁ ଆରମ୍ଭ କଲି ଏବଂ ଯାହା ସ୍ଥିର କଲି ତାହା ନିମ୍ନରେ ଆପଣମାନଙ୍କୁ ଆଲୋଚନା ନିମନ୍ତେ ଲେଖୁଅଛି।
आपण मैंने बोधहुए बुझीपारी जे सद्य प्रचलित त्रिनाथ मेला धर्मानुष्ठान नुहे कुसंस्कार। ए कथाटीर कारण स्पष्ट आगे पड़ियोछि बोली बुझाउछि। एहीपरि आम्भमानक समाज रे नाना उपाय कुसंस्कार प्रवेश करी सदनुष्ठान नाम समाज को नारखार करुअछि। अतएव सम्यक आलोचना करी से सबको समाज विदाय देवाक हेब। ता नहेले आ पृथ्वी रे सभ्य जाति होई स्थान पाइबार उपाय नाही। तेबे कि उपाय रे से सब कुसंस्कार अनुष्ठान करने को हेब? से सब छाड़देवार उपाय कौन? साधारणतः लोके कहे प्रति अनुष्ठान आलोचना करी देखी जहाँ किछि समाज प्रति उपकारिता नहीं ताकू परिहार करने को हेब। सुखर कथा, किंतु एपरी करने को जाए कार्यक्षेत्र में आम्भे माने देखिबु ताहा प्रायतः असंभव। एपरी करने को गले देखाजिब विवाद विसंवाद और मतभेदर सीमा रहिब नाही। प्रकृत तथ्य और सत्य पाइबा एक प्रकार दुष्कर होई पड़िब। शक्तिर घोर अपचय हेब। कार्य किछि फल हेब नाही। उदाहरण स्वरूप मन करंतु गोटिए पक्का छतरे लागितिबा चूनारे किछि दोष थिबारु स्थाने स्थाने पानी पड़ुअछि। केही जदि कहंती देखि देखि जोंठारु पानी पड़ुछि से स्थानर चून बा बरगारे दोष थिबारु एपरी पानी पड़ुथाय, ताहा निवारित हेब नाही। गोटे स्थान मरामती कले अन्य स्थान में पानी पड़िब एवं एहीपरि अचिरे छातटी भांगी पड़ी घरटी को एका बेले नष्ट करदेब। अतएव से चूनर विशिष्ट दोषटी खोजी बाहर करी पुराणा चून बाहर कर दे उक्त दोष बरहित नूतन चून लगाई ठीक करदेबा ही एठारे प्रकृत प्रतिविधान। भला देखंतु, जड़े लोक समाज रे अन्य मानक सहित व्यवहार रे बड़ अपटु। काहाकू किपरि कथा कहबाकू हेब, काहा सहित किपरि व्यवहार करबाकू हेब, एसबू किछि जाने नाही। जदि के ताकू संशोधन करबा मानसरे ताहार व्यवहार रे भिन्न भिन्न त्रुटि जगी जगी प्रत्येक त्रुटि बेले सावधान कराई दिए, ताहेले फल बेसी किछि हेब कि नाही संदेह। मनुष्यर जीवन में घटनावली असीम। केते घटना पाई मनुष्य को एपरी उपदेश दि जाए पारे एवं तन्मध्यरु केते बा मन रखिबा संभव। पुणी एपरी गोटे गोटे करी घटना मन रखिबाकू चेष्टा कले से केते दिन बा कार्य रे आसीबो, किंतु ताहा न करी से लोक को भल करी बुझाइबा उचित जे अन्यर सुख दुख इत्यादि मनर भाव सबू प्रति आस्था रखिबा ही अन्य प्रति व्यवहारर मूलमंत्र। तेबे परर सुख दुखादि मनर भाव जानिबार प्रधान उपाय कौन? गोटे कथारे एकाथरे के कहले इंग्राजी रे ताकू कहती डू आज यू वुड बी डन बाय। ओडिया रे अन्य ठारू जेपरि व्यवहार निजे पाइबाकू इच्छा कर, अन्य प्रति सेही परि व्यवहार कर। एही एकमात्र नीति भल करी हृदयंगम कले आ निरर्थक घटना खोजी बोलिबार प्रयोजन नाही। सेथिबाई कुहाजे कौनसी विषय संशोधन बा मार्जन आवश्यक हेले सेही दोषर मूल अनुसंधान करी बाहर करि न देले विशेषतः मानसिक और नैतिक दोष संशोधन एका बेलके असंभव। जे गोटे बड़ गछ डालटी काटी दिए एवं सेतिकिरे संतुष्ट रहथाए से अदूरदर्शी। जे छाईर कारण मूल कारण खोजिबाकू जाई गछ को समूल विनाश करबाकू कुयत्न हुए से केवल ठीक कार्य करे। ताकू आउ थरकू थर डाल काटी काटी विरक्त हेबाकू पड़े नहीं। भौतिक जगत ठारू मानसिक जगत रे एही नीति सहस्र गुणे अवलंबनीय। चिंताशील पंडित बर हेल्प्स सेथिपाई कहियोछंती, इमेजिन द गोल, देन thoroughly awake to its state of danger and whole in energies of a man devoted to self-improvement. At this there often arises habit of interpretation, which is too limited in its nature. We scrutinize each action as if it were thing by itself, independent and self-originating, and so our scrutiny does less good perhaps than might be expected from the pain it gives and the resolution it requires. Any truthful examination into our action must be good, but we ought not to be satisfied with it until it becomes both searching and progressive. Its aim should not be only to investigate instances but to discover principles. Again, in such cases, we should begin at the beginning and strive to know where we are wrong in the heart. This is not to be done by weighing each particular instance. Instead of dwelling chiefly on mere circumstances of the thing,
ए समस्त मु ए पर्यंत जहाँ कही आसुली ताहा सुंदर पोषकता करुअछि। कौनसी पाप अनीति बा कुसंस्कार उच्छेद साधन करने को हेले से सबू गोटी गोटी करी न खोजी तार मध्य थिबा नीति अर्थात जो मूलपिंडर से सब जात होची ताहार अनुसंधान करने उचित एवं से नीतिर उच्छेद साधन कले कार्यटी प्रकृत विधिसंगत हेब बोली बुझिबाकु हेब। तेबे आम्भे माने जे कुसंस्कार सबुर आलोचना करने को बसीअछु से सब मूलनीति कौन ताहा खोजी बाहर करि पारिले से उपाय रे कुसंस्कार उच्छेद करने सहज और स्वाभाविक हेब। तेबे देखा जाऊ से सबू नीति कौन। कुसंस्कार गोटे चित्तवृत्ति जेकोसी रूप से प्रकाश पाऊ पछके यार साधारण प्रकृति निर्देश करने गले बोलाଯିब यह कारण न बुझी पशुपरी कार्य करार गोटे प्रवृत्ति। एतिक कहले अवश्य जे कुसंस्कार मूलपिंड संबंध में किछि कुहा न गला ताहा नुहे। तेबे एतिक कहले किछि हेला नहीं। मनुष्य तो पशु नुहे ताहार कारण पचारिबा प्रवृत्ति तो थिला ताहा किपरि लोप दिगकु गला एवं कारण बिना कार्य करिबारे प्रवृत्ति किपरि विकास पाइला पुणी किपरि तारा स्पष्ट हेउछि। यही सब विषय टिके तरल कर देखिपारे कुसंस्कार संबंध में ए क्षेत्र में जहाँ जानिबा आवश्यक ताहा आम्भे माने जानिपारिबा एवं से सबुर प्रतिविधान रे कुसंस्कार प्रकृत प्रतिविधान हेब। मनुष्यर कारण पचारि कार्य करिबार प्रवृत्ति स्वाभाविक हेले हे भौतिक शक्तिर बल जे ताहा उपरे घोरतर प्रभाव विस्तार करिअछि सेथिरे मध्य द्वैध हेबार कौनसी कारण नहीं। एही हेतुरु से सर्वदा अलस और भीरु कारण पाइअछि। एभली गोटे आपात संतोषजनक व्याख्या थरे मनुष्य मनरे प्रवेश कले से आउ कारणर प्रकृति अवधारण करने को इच्छा करी सहज जाए नहीं। वर्तमान देखा जाउछि आपात रमणीय व्याख्या आम्भमानक समाज को एते सरी करिअछि ए कथाटी उदाहरण देखि बसिले सहजरे बुझाजिब। आम्भे माने प्राय सबुबेले देखूँ एवं उपरे वर्णित होइतबा त्रिनाथ मेलार व्याख्या को देखिअछु जो प्रत्येक अनुष्ठान और कुसंस्कार प्रधान और प्रथम व्याख्या ए निश्चय शास्त्र थिबो बा आम्भमानक प्राचीन पुरुष माने कहिथिबे। द्वितीय कथा एते लोक जହାର अनुवर्तन करती ताहा किपरि हीन होई पारे। तृतीय कथा कारण खोजवा पूर्वरु आम्भर जानिबा उचित जे प्राचीन पुरुष माने तो ओलु नथिले सेमाने आम्भठारु लक्ष्य गुणरे अधिक ज्ञानी और बुद्धिमान थिले। सेमाने ईश्वर प्रतिमा थिले सेमाने जहा करि जाइछन्ति ताहा आम्भमानक परि मूढ़ न बुझी करिजिबा विहित। जହାର आम्भे किछि कारण पाउनाहु किंबा अपाततः अनुपयुक्त कारण पाई जहाकु आम्भे कुसंस्कार बोली परिहार करबाकु बसिअछु ताहार कारण आम्भर बुद्धिर अगम्य। के कथाटिकु तार्किकतार रसायनित करी कहती मनकर आम्भे आज न जानी कारण न पाई अनुष्ठान स्थल छाड़देबा किंतु जदि से कारण थिबो जदि आम्बर बुद्धि अगम्य एपरी कौनसी कथा ताहा मध्यरे थिबो तेबे आम्भे माने से सब छाड़देबा द्वारा निजर तथा समाजर कि अनिष्ट न कलु इत्यादि। ए सब नाना भाव नाना स्थान रे शुणिबाकु हुए तो सत्य किंतु ए सब भितरे ठीक जिनसटी बाहर करी देखिले देखाजिबो जे एही सबु मध्यरे ही कुसंस्कार मूल मंत्र प्रच्छन्न भाव में निहित अछि एवं एही सबुर प्रकृत आलोचना ही कुसंस्कार संबंध में आम्भे माने प्रकृत सिद्धांत रे उपस्थित हेबु। तेबे टिकिए सूक्ष्म प्रतिक्रिया रे एसबु विश्लेषण करी देखा जाऊ। सेपरि कले एसबु मध्यरु आम्भे माने मोटामोटी निम्नलिखित केतोटी कथा पाई परिबु। 1 पूर्वपुरुष माने ईश्वर प्रतिम लोक एवं सेमाने एक काल रे जहा करियछन्ति ताहा सर्वकाल उपयोगी। आम्बर सबु थिला अर्थात आम्बर नथिला एपरि द्रव्य नाही। 2 आम्भे माने पतित एवं कौनसी सामाजिक विषयादि रे आम्भमानकर कौनसी सिद्धांत करिवार शक्ति एकाबेले नाही। शास्त्रादि जहाँ अच्छी बा आम्भे माने जहाँ कारण जानिबा न जानी करि आसुछु ताहा ही आम्भमानक पक्षरे यथेष्ट। आम्भे माने जदि कुलांगर होई सेथुर विच्युत हेउ तेबे पुणी से अनुष्ठान दी कारिबाकू फेरीगले आमर धर्म रहिला और सबु हेला। आमे सभ्यतम और श्रेष्ठ समाज बोली परिणत हेबारे आउ संदेह नाही। 3 आम्भे जार कारण पाउनाहु ता परिहार करिबा उचित नुहे से सबुथरे कारण निश्चय अछि ता नहले एते लोक एते काल ताहार अनुवर्तन करन्ते किपरि। 4 जदि कारण नाही बोली आम्भे माने अनुष्ठान आदि छाड़ी देउ एवं सेथिरे हुए तो कारण थाई पारे तेबे आम्भर कि अकार्य हेब। अतएव सम्यक न बुझिबा जाए किछि छाड़ीदेबा उचित नुहे।
ଏହି ଚାରୋଟିକୁ ଗୋଟି ଗୋଟି କରି ଆଲୋଚନା କଲେ ପ୍ରକୃତ ତଥ୍ୟ ମିଳିବ। କିନ୍ତୁ ଏସବୁ ଆଲୋଚନା ପୂର୍ବରୁ ମୋର ପ୍ରବନ୍ଧରେ ଏକ ଦୀର୍ଘ ଉପକ୍ରମଣିକାର ଉପସଂହାର ସ୍ଥାନରେ ପ୍ରବନ୍ଧର ଶିରୋନାମ ପ୍ରତି ଟିକିଏ ଲକ୍ଷ୍ୟ କରି ବୁଝାଇ କହିଦେବା ଉଚିତ। ପାଠକମାନେ ବୁଝିପାରିବେ ଏ ଚାରୋଟି ବିଶିଷ୍ଟ ବସ୍ତୁ କିପରି ଆମ୍ଭର ଥିଲା, ଆମ୍ଭର ପାଇ, ଆମ୍ଭର କାରଣ ଥାଇପାରେ ଶେଷରେ ହୋଇଛି। ଏ ସମସ୍ତ ବିଭାଗ ମଧ୍ୟରେ ସେହି ଆମ୍ଭର ଥିଲା ଓ କାରଣ ଥାଇପାରେ ସାମାଜିକ କୁସଂସ୍କାର ମୂଳପିଣ୍ଡ ରୂପେ ବର୍ତ୍ତମାନ ଅଛି। କେବଳ ଆଲୋଚନାର ସୁବିଧା ପାଇଁ ଆମ୍ଭେମାନେ ବିଷୟର ଟିକିଏ ସୂକ୍ଷ୍ମ ବିଭାଗ କରିଅଛୁ, କିନ୍ତୁ ପ୍ରକୃତରେ ବୁଝିବାକୁ ଗଲେ କୁସଂସ୍କାରର ମୂଳପିଣ୍ଡ ସେହି ଆମର ଥିଲା ଓ କାରଣ ଥାଇପାରେ। ଏତିକିରେ ସରିଲା ପଣ୍ଡିତ ନୀଳକଣ୍ଠ ଦାସଙ୍କର ପ୍ରବନ୍ଧ ଆମର ଥିଲା ଓ କାରଣ ଥାଇପାରେ। ରହିଲି, ନମସ୍କାର।